ଘଇଟା ଛାଡି ଇଏ ମତେ ଚିହ୍ନିନି ମୁଁ କେଡେ ବେଦ ତ ଘରେ ନିଆଁ ଲଗେଇଦେମି। କଣ लो କାହାକୁ କଣ କହୁଛୁ? ଏଇ ପ୍ରଧାନର ବୋଉ ଫେର ନାଗିଲ କଣ ପାଇଁ? ତାଙ୍କ ଘର ତ ପଦା ସାହିର, ତମ ଘର ତ ଏଠି, ନାଗିଲ କଣ ପାଇଁ? ମତେ କହୁଛି ଏ ବର୍ଷଟା ଗଲା ପରେ ଗ୍ରୁପ ରୁ ପ୍ରେସିଡେଣ୍ଟ କାଟିଦବ। କଣ ପାଇଁ? ସେ କଣ ହେଇଛି ମାନେ ଗ୍ରୁପ ରେ ତ ପଇସା ଉଠୁଛି, ବ୍ୟାଙ୍କକୁ ଯାଉଛନ୍ତି ପଇସା ଉଠେଇତେ, ହଁ ଏଇ ଥଣ୍ଡା ମଣ୍ଡା ଏଟା ସେଟା ପିଇବେ ଖାଇବେ। ହଁ ମୁଁ କହିଲା ବାଧ୍ୟ ହଉଛି ସମସ୍ତଙ୍କ ପଇସା ହିସାବ କରିକି ନେବେ। ହଁ ମୁଁ ଟିକେ ପାଠ ପଢା ଲୋକ, ହଁ କହିଦେଲା ମୋ ଦେହରେ ଲାଗି ହଉଛି। ଓହୋ ଜାଣିନାହାନ୍ତି କେଡେ ବେଧ ମୁଁ ମର୍ଦ ବାଲା ଗାଳି ବି ଶିଖିଛି ଲୋ ବାବା। ମର୍ଦ ବାଲା ଗାଳି କଣ ଲ? ଏଇ ମର୍ଦ ଲୋକ ଯୋଉ ଭାଷା କହନ୍ତି ନା, ତୁମେ ଯୋଉ ଭାଷା କୁହ। ଆଉ କାଇଁ ଏଠି ତ କାଇଁ କେଳେ ମୁଁ ଶୁଣିନି। ମୁଁ ଏଇ 5 ବର୍ଷ ହେଲା ବାହାର ହେଲା ବୋଲି କିଛି କହୁନି। ମୋ ବାପ ଘର ଗାଁ ଲୋକ ମତେ ଖାଲି ଡରନ୍ତି ନା, ମୁଁ ଯେ ଭାଷା କୁହେ ଲୋକ କାନରେ ହାତ ଦିଅନ୍ତି। ତା ନାଁରେ ସତ ମିଛ କହିକି ଯେ ଘରେ ନିଆଁ ଲଗେଇ ଦିଏ। ଗାଁ ଲୋକ ପୁରା ସବୁ କହିଲେ, ଆମେ ମୋ ବାପାଙ୍କର ଇଚ୍ଛା ଥିଲାନି ବାହାର ଗୋଟେ ପଇସା ପତ୍ର ନାହିଁ। ଗାଁ ଲୋକ କହିଲେ ଆମେ ପଇସା ପତ୍ର ଦଉଛୁ ତୁ ଝିଅକୁ ବାହାର କରି ବିଦା କରନି, ଆଜ୍ଞା ଆମ ଘରେ ନିଆଁ ଲଗେଇଦବ ଇଏ। ଓହୋ ତ ବାହାଘର ତାହେଲେ ଗାଁ ବାଲା ପଇସା ଦେଇଛନ୍ତି? ହଁ ଓହୋ ମତେ ଆଉ ଘରେ ନିଆଁ ଲଗେଇତେ କେତେ ସମୟ ଲାଗିବ ଲୋ? ଇଏ କଣ କହୁଛି କୁହନି ମତେ ଘଇଟା ମାରିବି ବୋଲି, ଇଏ ଘଇଟା ଛାଡିରେ ମତେ କହୁଛି। ଆଉ ଓହୋ ଯୋଉଦିନ ମୋ ମୁଣ୍ଡକୁ ପିତ୍ତ ଉଠିବ ମୁଁ ଭୁଲି ଯିବି ଯେ ମୁଁ ପାଠ ପଢା ଝିଅ। ଓହୋ ନା ନା ତୁ ଟେନସନ ନା, ଯାହା ହବ ଦେଖିବା, ପାଠ ପଢା ଯେମିତି ଭାଷା କହନ୍ତି।